ନମସ୍କାର ବନ୍ଧୁଗଣ ସମଗ୍ର ବିଶ୍ୱରେ ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ଜୀବଜନ୍ତୁ ତଥା ସମସ୍ତ ପ୍ରାଣୀଙ୍କୁ ନିଜ ନିୟନ୍ତ୍ରଣରେ ରଖିଥାଏ। ଏହାର କାରଣ ହେଉଛି ମନୁଷ୍ୟ ପାଖରେ ରହିଥିବା ଜ୍ଞାନ। ପଶୁପକ୍ଷୀଙ୍କ ମଧ୍ୟରେ ଈଶ୍ୱର ଜ୍ଞାନ ଦେଇନଥାନ୍ତି। ଭଗବାନ ମନୁଷ୍ୟକୁ ଜ୍ଞାନ, ବୁଦ୍ଧି ଏବଂ ବିବେକ ଦେଇଥିବାରୁ ସେଥିପାଇଁ ମଣିଷ ହେଉଛି ସଂସାରର ସର୍ବଶ୍ରେଷ୍ଠ ପ୍ରାଣୀ। ଆମେ ସମସ୍ତେ ଜାଣିଛୁ ଯେ ଜ୍ଞାନର ଦେବୀ ହେଉଛନ୍ତି ମା ସରସ୍ୱତୀ। ମା ସରସ୍ୱତୀଙ୍କୁ ପୂଜା କରିବା ଦ୍ୱାରା ଆମେ ଜ୍ଞାନ ପାଇଥାଉ। ଆମ ଶାସ୍ତ୍ର ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ମା ସରସ୍ୱତୀ ବିଦ୍ୟାରେ ବିଦ୍ୟମାନ ଏବଂ ସେ ଆମମାନଙ୍କ ଜିହ୍ୱାରେ ମଧ୍ୟ ବିରାଜମାନ ଅଟନ୍ତି। ତେଣୁ ମଣିଷକୁ କଥାବାର୍ତ୍ତା କରିବା ସମୟରେ ଭାବିଚିନ୍ତି କହିବା ଉଚିତ, କାରଣ ଅନେକ ସମୟରେ ଆମ ମୁଖରୁ ବାହାରିଥିବା କଥା ସତ ହୋଇଯାଇଥାଏ। ମଣିଷ ଜିଭରେ ଏତେ ଶକ୍ତି ଥାଏ ଯେ ସେ ଯାହା ବି କହେ ତାହା ଅନେକ ସମୟରେ ତାହା ସତ ହୋଇଯାଇଥାଏ। ଏହାର ପଛର କାରଣ କ'ଣ ହୋଇଥାଏ ଯେ ସେ ବ୍ୟକ୍ତି ଯାହା ବି କହିଥାଏ ଠିକ୍ ସେହିପରି ହିଁ ଘଟିଥାଏ। କାରଣ ଏହି କଥା ସତ୍ୟ ଅଟେ ଯେ ମା ସରସ୍ୱତୀ ମଣିଷର ଜିଭରେ ବିରାଜିତ ହୋଇଥାନ୍ତି। ଯଦି ବ୍ୟକ୍ତି ନିଜର ମୁଖରୁ ଭଲ କଥା କହେ ତାହା ତା ଜୀବନରେ ଭଲ ହୁଏ। ଯଦି ଅନାବଶ୍ୟକ ଖରାପ ଶବ୍ଦର ଉଚ୍ଚାରଣ କରେ ତେବେ ବ୍ୟକ୍ତିର ଜୀବନରେ ଖରାପ କିଛି ହୋଇଥାଏ। ତେଣୁ ବ୍ୟକ୍ତିଙ୍କୁ କଥା କହିବା ପୂର୍ବରୁ ବହୁଥର ଭାବିବା ଉଚିତ। ଏବେ ଆମେ ଜାଣିବା କେଉଁ ସମୟରେ ମା ସରସ୍ୱତୀ ଆପଣଙ୍କ ଜିଭରେ ରହିଥାନ୍ତି। ଶାସ୍ତ୍ର ଓ ଅନୁଭବ ଅନୁଯାୟୀ ଭୋର ସକାଳ ବ୍ରହ୍ମ ମୁହୂର୍ତ୍ତ 3ଟା10 ରୁ 3ଟା15 ମଧ୍ୟରେ ମା ସରସ୍ୱତୀ ଆପଣଙ୍କ ଜିଭରେ ରହିଥାନ୍ତି। ତେଣୁ ଏହି ସମୟରେ ଆପଣ ପ୍ରଥମେ ଧନ୍ୟବାଦ ଦେଇ ଆପଣଙ୍କ ଜୀବନରେ ଥିବା ମନସ୍କାମନା ବିଶ୍ୱାସର ସହିତ କହିବା ଦ୍ୱାରା ତାହା ସଫଳ ହୋଇଥାଏ। ଦ୍ୱିତୀୟ ସମୟ ହେଉଛି 3ଟା20 ରୁ 3ଟା40 ମଧ୍ୟରେ। ଆପଣ ନିଜର ସମସ୍ୟା ଦୁଃଖ ଦୂର ହେବା ପାଇଁ ବିନତି କରିପାରିବେ। ତେବେ ବନ୍ଧୁଗଣ, ଦିନର ଏହି ଦୁଇଟି ସମୟରେ ପ୍ରତ୍ୟେକଟି ମନୁଷ୍ୟର ଜିଭରେ ମାତା ସରସ୍ୱତୀ ବସିଥାନ୍ତି। ତେଣୁ ଏହି ସମୟରେ ବ୍ୟକ୍ତି ତାହା ମୁଖରୁ ଯାହା ବି କହିଥାଏ ତାହା ସତ ହୋଇଯାଇଥାଏ ବୋଲି ମାନାଯାଇଥାଏ। ବନ୍ଧୁଗଣ, ଯଦି ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ୍ କରିବା ସହିତ ଏହାକୁ ସେୟାର କରିଦିଅନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚୟ ଦବାଇ ଦିଅନ୍ତୁ। ବନ୍ଧୁଗଣ, ଭକ୍ତିରେ ଥରେ ନିଜ ଇଷ୍ଟଦେବଙ୍କ ନାମ କମେଣ୍ଟ ବକ୍ସରେ ଅବଶ୍ୟ ଲେଖିଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ।